ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି କୌଣସି ଅନୁଚିତ କର୍ମ କଲେ ତାହାକୁ ଉଚିତ କର୍ମ ବୋଲି ଲୋକେ ମନେ କରନ୍ତି। ବିଷଧର ସର୍ପ ଗଳାରେ ଧାରଣ କରିଥିଲେ ହେଁ ତାହାକୁ ତାଙ୍କର ଅଳଙ୍କାର ବୋଲି ମନେକରି ଶିବଙ୍କ ସହିତ ସର୍ପକୁ ଲୋକେ ପୂଜା କରନ୍ତି। ଆମେ ଯେ ଅନ୍ୟମାନଙ୍କ ଉପରେ ଦୟା ପ୍ରକାଶ କରିପାରୁଛେ ଏହା ଆମ୍ଭମାନଙ୍କର ବିଶେଷ ସୌଭାଗ୍ୟ। କଷ୍ଟ ପାଉଥିବା ଲୋକଙ୍କର ଉପକାର କଲେ ଆମ୍ଭମାନଙ୍କର କଲ୍ୟାଣ ହେବ। ଯାହାର ସନ୍ତାନମାନେ ପିତାମାତାଙ୍କର ଅବାଧ୍ୟ ହୁଅନ୍ତି ନାହିଁ, ପରିବାରରେ ସ୍ତ୍ରୀ ସ୍ୱାମୀଙ୍କର ମନୋବୃତ୍ତି ଅନୁରୂପ କର୍ମ କରି ସଂସାରରେ ସୁଖ ଶାନ୍ତି ବଜାୟ ରଖନ୍ତି ଏବଂ ଯେ ସତ୍ ଉପାୟରେ ଉପାର୍ଜିତ ଧନରେ ସନ୍ତୁଷ୍ଟ ହୋଇ ଅଧିକ ଧନ ସମ୍ପତ୍ତି ଲାଭ କରିବା ପାଇଁ ଲାଳାୟିତ ହୁଅନ୍ତି ନାହିଁ, ସୁଖରେ ବାସ କରନ୍ତି। ଯାହାର ସନ୍ତାନ ପିତୃଭକ୍ତ, ଦାମ୍ପତ୍ୟ ଜୀବନ ମଧୁର ଓ ଯିଏ ନିଜର ଧନ ସମ୍ପତ୍ତିରେ ସନ୍ତୁଷ୍ଟ, ସେ ପୃଥିବୀରେ ବାସ କରି ସ୍ୱର୍ଗ ସୁଖ ଲାଭ କରନ୍ତି। ରାଗରେ ଥିଲାବେଳେ ମଣିଷ କହିଥିବା ପ୍ରତ୍ୟେକଟି କଥାକୁ ଧ୍ୟାନ ଦେଇ ଶୁଣନ୍ତୁ, କାହିଁକି ନା କଥାରେ ଅଛି ରାଗରେ ଥିବାବେଳେ ମଣିଷ ସତ ହିଁ କହିଥାଏ। ବିନା କାରଣରେ କେବେ ହେଲେ ବି କାହାରି ଉପରେ ସନ୍ଦେହ କରିବା ଉଚିତ ନୁହେଁ। ସନ୍ଦେହ ସବୁବେଳେ ଲୋକଙ୍କୁ ପରସ୍ପରଠାରୁ ଅଲଗା କରିଦେଇଥାଏ। ପ୍ରେମର ମାନେ ନୁହେଁ ଜଣକୁ ପାଇ ଖୁସି ହେଇଯିବା। ପ୍ରେମ ହେଉଛି ତାହା ଯାହାକୁ ପାଇ ସବୁ ଦୁଃଖ କଷ୍ଟକୁ ଭୁଲିଯିବା। ଅଳ୍ପ ଅଳ୍ପ ସ୍ୱାର୍ଥପରତାରେ ବିଶେଷ କୌଣସି ଦୋଷ ନାହିଁ। ବିଶିଷ୍ଟ ଦାର୍ଶନିକ ଆରିଷ୍ଟଟଲ ଏକଦା ମନ୍ତବ୍ୟ କରିଥିଲେ, ଦୋଷମୁକ୍ତ ସ୍ୱାର୍ଥପରତା ମାନବ ସମାଜର କଲ୍ୟାଣକର। ଯେଉଁମାନେ ଜୀବନରେ ପ୍ରକୃତ ଉନ୍ନତି କରିବାକୁ ଚାହାନ୍ତି ସେମାନଙ୍କ ନିକଟରେ ଏହା ହେଉଛି ଏକ ଚମତ୍କାରୀ ପଥ। ପୃଥିବୀର ଅଧିକାଂଶ ମଣିଷ କିନ୍ତୁ ସ୍ୱାର୍ଥପର ପରି ଆଚରଣ କରିଥାନ୍ତି। ସେହି ସ୍ୱାର୍ଥପରତାର ମାଧ୍ୟମରେ ସେମାନେ ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧି କରିବାକୁ ଚାହାନ୍ତି। ଏପରି ଗୋଟିଏ ଗୋଟିଏ ଲୋକ ଥାଆନ୍ତି ଯେଉଁମାନଙ୍କର ଗୋଟିଏ ଆଖି ଥାଏ ଘଡ଼ିର କଣ୍ଟା ଉପରେ, ଅନ୍ୟ ଆଖିଟି ଥାଏ ନିଜସ୍ୱ ଆୟର ଅଙ୍କ ଉପରେ। ଏହି ସବୁ ମଣିଷମାନେ ଅଳସ ଓ କ୍ଳାନ୍ତ ହିସାବରେ ପରିଗଣିତ ହୁଅନ୍ତି। ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ, ଅନ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବାଟା ହିଁ ବେଶୀ ଆରାମଦାୟକ। ଏ କ୍ଷେତ୍ରରେ ହିଁ ଆମେ ବାସ୍ତବରେ ଉଦ୍ୟମ ସୃଷ୍ଟି କରିପାରିବା। ପୃଥିବୀରେ ଏହିପରି ଅନେକ ଉଦାହରଣ ଅଛି ଯେଉଁଠି ଦେଖାଯାଇଛି ଜଣେ ମଣିଷ ହୁଏତ ସାମାନ୍ୟ ସ୍ୱାର୍ଥପର ହେଲେ ଅପାର ଅର୍ଥ ରୋଜଗାର କରିପାରନ୍ତି, ତେବେ ସେ ନିଃସ୍ୱାର୍ଥ ଭାବରେ ସମାଜ ସେବା କରିବା କଥା ଭାବୁଛି। ଏହି ସବୁ ଲୋକମାନେ ପୃଥିବୀ ବକ୍ଷକୁ ଆସିଥାନ୍ତି ସମାଜ ସେବା କରିବା ପାଇଁ। ସେମାନେ ସ୍ୱାର୍ଥପରଙ୍କ ପରି ଆଚରଣ କରନ୍ତି ନାହିଁ। ଜୟ ଶ୍ରୀ ଜଗନ୍ନାଥ।